सर वो पॉन्ड थोड़ा दिखाओ, पॉन्ड दिखाओ। सर देखिए इस पॉन्ड में अभी प्लैंकटन नहीं है, लेकिन सर बोल रहे हैं इनका पॉन्ड में मछली छोड़ दिए हैं। कितना दिन सर हो गया, कितने दिन हो गया सर? 4 दिन। सर 4 दिन हो गया। देखिए थोड़ा पूरा जूम करके दिखाओ उसको। इसमें सर प्लैंकटन नहीं है, देखिए कोई भी देखिए प्लैंकटन नहीं है, लेकिन 4 दिन हो गया है। साथ में जो जूस बना है उसमें प्लैंकटन नहीं आया है। सर ମୁଁ କହିବା ପାଇଁ ସାର୍ ଚାହୁଁଛି, ଦେଖନ୍ତୁ ଆପଣ ଜେନେରାଲି ଜୁସ୍ ବନେଇଥିବେ ଆପଣ କ'ଣ ଗୁଡ଼, ମଇଦା, ବରା ଚାଉଳ ଖୁଦ, କଚା ଖଟା ପାଣି ମିଶେଇକି ସବୁ କିଛି କରିକି ଜୁସ୍ ବନେଇଥିବେ, କିନ୍ତୁ ପ୍ଲାଙ୍କଟନ୍ ଆସିଥିବ କ୍ରସ୍ କରୁଥିବ, ବାର ଆସୁଥିବ କ୍ରସ୍ କରିବ। ଏଭଳି ସାର୍ ଆପଣ ବହୁତ ଖର୍ଚ୍ଚ ହିଁ ହେଉଛି। କିନ୍ତୁ ମୋର ଗୋଟେ କଥା ଆପଣ ମନେ ରଖିବେ, ଆପଣ ପ୍ଲାଙ୍କଟନ୍ ସଫିସିଏଣ୍ଟ ଭଲସେ ପାଇବେ। ଖର୍ଚ୍ଚ ସାର୍ କିଛି ନାହିଁ, ସବୁ ଆପଣ ନିଜ ପାଖରେ ପାଇବେ, କିନ୍ତୁ ବେଶୀ ଛୋଟିଆ ଖର୍ଚ୍ଚ ଆପଣ କରିବେ। ଆପଣ ସାର୍ ପାଇପାରିବେ କଞ୍ଚା ଗୋବର ପାଇବେ। ଆଚ୍ଛା ସାର୍ एकरକୁ ମୋତେ ଦରକାର 50-60 କେଜି ଗୋବର, କଞ୍ଚା ଗୋବର। ଗୋଟେ ଦିନ ରହୁ ବା 2-3 ଦିନରେ ଗୋବରକୁ ବି ଆପଣ ଆଡ଼ଜଷ୍ଟମେଣ୍ଟ କରିକି ରଖିପାରିବେ, ବୁଝିଲେ କି? ଆଉ ବାଦାମ ପିଡ଼ିଆ 5 କେଜି ପାଇବେ, ସୋରିଷ ପିଡ଼ିଆ 5 କିଲୋ, ମକା ଗୁଣ୍ଡ 2 କିଲୋ। ଏ 4ଟା ଜିନିଷ ଦରକାର ଆପଣ ପଚେଇବା ପାଇଁ। ନିହାତି 4ଟାକୁ କୋଉଟା ଜିନିଷ ମାଇନସ୍ ହେବନି, ହେଲା? ସବୁ ମାନେ ଇଏ 5 କିଲୋ 5 କିଲୋ, ସେ 3 କିଲୋ, କାହିଁ ସେ 2 କିଲୋ ନା? 2 କିଲୋ। ବାଦାମ ପିଡ଼ିଆ 5 କିଲୋ, ସୋରିଷ ପିଡ଼ିଆ 5 କେଜି, ମକା ଗୁଣ୍ଡ ହେଲା 2 କିଲୋ, ଆଉ ଗୋବର ହେଲା ଆପଣଙ୍କ 50-60 କିଲୋ। 4ଟା ଜିନିଷ କହିଲି ନା, ଏଥିରେ କୌଣସି ପ୍ରକାର କମ୍ପ୍ରମାଇଜ୍ ହେବ ନାହିଁ। এইটা ହିଁ ଆପଣ ପୁରା ପଚିଯିବ। କେତେ ଦିନ ଧରି ପଚିବ? ପୁରା 72 ଘଣ୍ଟା ଧରି ପଚିବ, ବୁଝିଲେ କି? 4 ଦିନ ନେଇକି ପୋଖରୀ ଆପଣ ମାରିବେ, ପାଣି ଆପଣ ଏଡ୍ କରୁଥିବେ ଟ୍ରେରେ ନେଇକି ପହଞ୍ଚିବେ। ପାଣି ତ ବି ବହୁତ କମ୍ ଅଛି ନା, ବୁଝିଲେ କି? ପାଣି 3 ଫୁଟ ଖଣ୍ଡେ ଅଛି। ଆଚ୍ଛା, ତ ଆପଣ ଦେଖିବେ ଏଇ ଯୋଉ ଅବସ୍ଥାରେ ମାଛ ଆପଣ ଖାଇବ କ'ଣ? ଆପଣ ସବୁ ଫିଡ୍ ପକେଇବେ, ଫିଡ୍ ପକେଇବା ଷ୍ଟାର୍ଟ କରିଦେଇଥିବେ, କିନ୍ତୁ ଭଲସେ ଲକ୍ଷ୍ୟ କରିବେ ଫିଡ୍ ଯାଇକି ତଳେ ବସିଥିବ। ଭଲସେ ଲକ୍ଷ୍ୟ କରନ୍ତୁ, ଫିଡ୍ ତଳେ ବସିଥିବ। ସେ ଫିଡ୍ କି ମାଛ ଆପଣ ଖାଉନାହାନ୍ତି କି ଖାଇବ ବି ନାହିଁ। କାହିଁକି ନା ଏନିମଲ ପ୍ରକୃତି କ'ଣ, ଆମର ପ୍ରକୃତି କ'ଣ? ଆମେ ସାର୍ କ'ଣ ଖାଉଛୁ? ଚିକେନ୍, ମଟନ୍, ମାଛ ଖାଉଛୁ। ମାଛ କ'ଣ ଆମକୁ ଖାଇପାରୁଛି କି? ତ ମାଛ କ'ଣ ଖାଉଛି? ତାର କୀଟ ପତଙ୍ଗ ପୋକ ଯୋଗ ସେ ଖାଇବ। ତ ସେଇଟା ଆସିବ କେଉଁଠୁ? ପ୍ଲାଙ୍କଟନ୍ କରିକି ଦେବା ଦରକାର। ବଟ୍ ଆଗରୁ ଯେଉଁ ପ୍ରୋସେସ୍ରେ ହେଉଥିଲା ଜୁସ୍ଟା ସାର୍, ସେଥିରେ ପ୍ଲାଙ୍କଟନ୍ ସେତେ ପରିମାଣରେ ସେତେ ଆସେ ନାହିଁ। ବଟ୍ ସେଇଥିପାଇଁ ମୁଁ ଆପଣଙ୍କୁ ଡାକିଲି ସାର୍, ପୋଖରୀ ପାଖକୁ ଆସନ୍ତୁ, ଆସିଲେ ମୁଁ ବୁଝେଇବି, ଆପଣ ବୁଝିପାରିବେ। ସାର୍ ନା ମୁଁ ବାଦାମ ପିଡ଼ିଆ ବିକିବା ପାଇଁ ଆସିଛି, ନା ମୁଁ ସୋରିଷ ପିଡ଼ିଆ ବିକିବା ପାଇଁ ଆସିଛି, ନା ମୋ ପାଖରେ ସାର୍ ମକା ଗୁଣ୍ଡ ଅଛି, ସେସବୁ ଜିନିଷ ସାର୍ ମୋ ପାଖରେ ନାହିଁ, ହେଲା? ନା ମୁଁ ଗୋବର ବିକିବା ପାଇଁ ଆସିଛି। ବଟ୍ ମୁଁ ଏଇଥିପାଇଁ ଆସିଛି ଆପଣଙ୍କୁ ଟିକେ ଡେଭଲପମେଣ୍ଟ କରିବା ପାଇଁ। କାହିଁକି ନା ଚାଷୀ ଡେଭଲପମେଣ୍ଟ ହେଲେ ଆପଣ 5 ଜଣଙ୍କୁ କହିବେ ଯେ ନୂଆ ଟେକ୍ନିକ୍ରେ ଆମେ ପ୍ଲାଙ୍କଟନ୍ ତିଆରି କରିବା, ବୁଝିଲେ କି? ଆଉ ସଫିସିଏଣ୍ଟ ପ୍ଲାଙ୍କଟନ୍ ପାଇବେ। ଏଇଟା କେମିତି କରିବେ? ଜାଆଁଳ ଛାଡ଼ିବା ପୂର୍ବରୁ ଆପଣ କରିବେ ଥରେ, ଆଉ ଜାଆଁଳ ଛାଡ଼ି ସାରିଲା 15 ଦିନ ପରେ ଆଉଥରେ ଆପଣ ସେ ପ୍ଲାଙ୍କଟନ୍ ଯେଉଁ ଜୁସ୍ଟା କରିକି ଦେବେ, ପଚା ବନେଇକି ଦେବେ। ଏବେ ମୁଁ ଆପଣଙ୍କୁ କହିବି, ଆପଣ ଏବେ ତ ଆଜି ଗୋଟେ ଦିନ ତ ପଚା ହେଇପାରିବନି କେବେ ବି, 3 ଦିନ। ଆଜିଠୁ ଯଦି ଆପଣ ରେଡ଼ି କରିବେ 3 ଦିନ ପରେ ସେଇଭଳିଆ ପଚା କରିକି ଦେବେ, ଏଇ ପୋଖରୀରେ କିଭଳିଆ ପ୍ଲାଙ୍କଟନ୍ ଆସିବ ଆପଣ ଦେଖିବେ। ଆପଣ କରିବା ପାଇଁ ପଡ଼ିବ ବାଧ୍ୟ। କାହିଁକି ନା ଏବେ ପୋଜିସନ୍ ନାହିଁ ଯେ ଆପଣ ଚେଞ୍ଜ କରିପାରିବେ, ଜାଆଁଳ କଟିଯିବ। ଏବେ ପୋଜିସନ୍ ନାହିଁ ଯେ ଆପଣ ଯାଇକି ଆପଣ 3 ଦିନର ମାଛ ନା, ହାତ ବି ମାରିପାରିବେନି, କଟିଯିବ, ତଳେ ବସିଥିବ କଟିଯିବ ନା। ତ ଏଇଭଳିଆ ପ୍ରୋସେସ୍ରେ ଆପଣ କରିବା ପାଇଁ ପଡ଼ିବ। ଆମେ ବି ଗତ ବର୍ଷ ଏମିତି ପ୍ଲାଙ୍କଟନ୍ ନଥିଲା, କିନ୍ତୁ 3 ଦିନ 4 ଦିନ ପରେ ମେସିନ୍ ଚଲେଇକି ଏଇ ଯେ ହାତ ମାରିକି ବି ମାନେ ତାପରେ 2-3 ଦିନ ପରେ ମାନେ ପ୍ଲାଙ୍କଟନ୍ ପୁରା ଆସିଗଲା, ପୁରା ମାନେ ପାଣି ପୁରା ଦେଖାଯିବନି ପୁରା। ଆପଣ ଯେତେ କଲେ ବି ମାସକ ଭିତରେ ପ୍ଲାଙ୍କଟନ୍ କ୍ରସ୍ ହେଉଥିବ, ଆପଣ ଯାହା ବି କରନ୍ତୁ। କିନ୍ତୁ ମୁଁ ଯେଉଁ ପ୍ରୋସେସ୍ଟା କହିଲି, ଏଥିରେ ଆପଣ ହାତରେ ପାଣି ଭିତରେ ପଶିକି ଆଞ୍ଜୁଳା ଟେକିଦେବେ, ଆପଣ ନୀଳିଆ ଦେଖାଯିବ। ନୀଳିଆ ଦେଖାଯିବ ମାନେ ଆପଣ ଜାଣିଲେ ଆପଣ ପ୍ଲାଙ୍କଟନ୍ ସଫିସିଏଣ୍ଟ ମାତ୍ରାରେ ଅଛି। एक काम करो, सब पानी टिके आनला पीएच देखिबा, पानी रे पीएच चेक करिबा। निकल ग्लास ग्लास
8.6 8.7। तो अभी के टाइम में तो पीएच भी इसका थोड़ा ज़्यादा है, ज़्यादा अच्छी है। तो ओ पोखर ना आहुरी बढ़िबो ना बढ़िबो तुले आपन शेड वन यूज करछन ना शेड वन बाबू तो सर आपन जानले केमती सीड वन गत वर्ष भी जाने माने सीड वन तो प्रोवाइडटा मोर आउची सर मैं आउ टिके फिर भी कहि दोची शेड वन बाबू कोन काम करछि केमन करंती आ शेड वन आछी सर 200 ग्राम डबा बुझले कि शेड वन प्रथम काम होला सर आपनकर सर्वाइवलिटी आपन दबो माने मोर्टालिटी कमेबो माने जाळ आपन जेति को आनिथिबे आपनकर बॉल 100 to 100% सर्वाइवलिटी आपन पाइबे प्रथम कथा द्वितीय कथा कोन सर से आपन माछ को सर आपनकर एक्टिव करेबो एनर्जी दबो माने बॉडी एक्टिव आपन को से करेबो जेमती कहती इम्यूनिटी पावर बॉडी रे हो गेल जे एक्टिव हे रुहे हैं दौड़ी बसी चला बला करिवो ठीक सेही टाइप रे जिंस इम्यूनिटी से आपनकर माछ को से दबो स्ट्रेंथनेस बढ़े दबो स्ट्रेंथ रहबो पूरा जिंसटा नॉर्मल रहबो ने जिंसटा से बाकी सर रहिला आपन जो पानी भीतर जो अछि पंक अछि पंक जो स्तर अछि ताकू से लेवलिंग करिवो आपन को बैलेंस करेबो से शेडवान से यही काम करे बुझले थर्ड जिंस कोन आपनकर सी ईएमएस आरएमएस डिजीज कंट्रोल करू दीटा रोग कंट्रोल करू ईएमएस कोन सर जेता आपनकर सीड आपन आनुचंदी हेचरी रो बुझले कि आनला पर माछ आपन स्ट्रेस रे रहउछ ना रहउनी किंतु मेडिसिन देकी छाडी दिले ऑक्सीजन देकी छाडी दिले सब देला पर भी जो रास्ता रे जिबा आसिया कथा बाकी आपनकर जगह रे पहुंचबो सेठू आपन आनी पोखरी पाकर पहुंचबे आसाला पर आपन एठी कोन बॉल खोल देकी बसे देले एठी भी किछ कटुची जेमिति आमे धरा जो गोटे जगह को जाउछु बाइक रे जिबा जेमिति फ्री रे जिबा हमकु भलर जाई परिबा जदि हमें बस रे जिबा पर जाक माड़ रे जिबा हमकु कोन अनइजी फील हुए ना माने कंफर्टेबल लागिबनी अननिश्वास टाइप लागे माछ भी सर ठीक सेम जिंस बुझले कि तो सेतिरे कोन सीड वन जदि जो पॉइंट रे पडिची सेतिरे सर से एक्टिव करे दबो सेटा सर कोन इनिशियल स्टेज रे जो माछ मरुची माने आपन को जाळ छाडिया पाखरु आपन को जो हेचर जो आसी जाळ छाडिया पर्यंत ए जो टाइम रे कटे सेटा कहंती आपन को ईएमएस अर्ली मोर्टालिटी सिंड्रोम आरएमएस सर कोन ना रनिंग मोर्टालिटी सिंड्रोम माने आपन को माछ देखुथिबे जाळ छाडिबा दिन थारु आपन को 18 20 ग्राम 25 ग्राम पर्यंत 2024 25 रे आपन देखिजे माछ मरुताय सेडा सर कहंती आपन को रनिंग मोर्टालिटी बुझ पाले तो एटा को यूज करले आपन को रनिंग मोर्टालिटी आउ अर्ली मोर्टालिटी सब जिंस आपन को कमी जीवो बुझले आ डोज सर केमती 200 ग्राम सीड वन लक्षे जाळ को पड़िबो ये सर कंपलसरी लिखा है डबा पर भी लिखा है जे सर आपनकर जाळ छाड़बार गोटे डोज देवे आपनकर 200 ग्राम लक्षे जाळ को जाळ छाड़ी सारा पर आपनकर देवे ठीक आप 6-7 दिन पर आउ 200 ग्राम तापर आप जमी कंटिन्यूस करिया था करिया पे जीवे 8.5 नहीं ओवर हो 8.5 का ओवर 9 हो जाएगा पीछे वाला से सर 9 पाखापाखि एटा अछि बुझले 8.7 7 8 अछि बुझले तो माने कितने डाउन हो कितनी अधिक अच्छा है तब तक कितने जान से ताकि दोनों में दबो मिनरल से कोन आन के ग्रो भी आसे माने टिके ना ना सर एटा सर भूल धारणा ग्रोप सर 10 किलो दे 10 किलो सर डोज कम और सेत्री सर जो परसेंटेज भाग मिनरल भाग जो परसेंटेज भाग रही सेत्री से आपन सर डेवलपमेंट करेबो हला तो प्रथम काम हला आपन सर पीएच रे मु देखि देल तीनटा पोखरे पीएच तो हाई अछि सबुडा पोखरे एटलीस्ट ताका डेवलपमेंट मारले राती रे से पेस्टा टिके डाउन करेबो डाउन बुझ पाले मुझे दिन रे आपन को से पेज राउट इंक्रीज करे वाला आपडा कोन हबो सेति को राती टिके दिनर मारी हो बोल दिनर मारले तो पेज आउरी हां सेति पे सर मु कहली डलमाइटा राती रे आपन टे मारिबे बुझले कि मारले पेज राउट डाउन हबो आउ जो कथा कहली आपन को जोस्टा आपन एबे तो तीनटा पोखरे जाना पड़छि तीनटा पोखरे करिवे ताकू छाड़ दे आपन पूरा बता आउ 4-5टा पोखरे अछि ता पे हम जोस अप्लाई करके एबे तो मारिया पे मनोस्थ करन एई पोखरी गोटरा आपण जोशटा को देख करंतु आराम से हला मो नंबरटा को आपण नंबर नै गेली फोन रे जोगाजोग करिवि प्लस आपण को साथी भाई बंधु मानको भी एई जोश बाबद आपण कहबे धर जो मु काई टच करि पारि नै बुझले सेमान को कहबे एतिरे सफिशिएंट सर प्लांटन पाइबे प्लांटन तो एमती आम जिनसटा हमर बादाम पड़िया पड़ुछि सूर्य पड़िया पड़ुछि माने ता गोबरटा माने
ପକେଇନି। ମୁଁ ଯୋଉ ଚାରିଟା ଜିନିଷ ସାର୍ କହିଲି ପରସ୍ପର ପରିପୂରକ। ଆ ଫଳରେ କ'ଣ ଆମର ପ୍ଲାଣ୍ଟ ଆଗର ମାନେ ଯେତେ ନଥାଏ ଆଜ୍ଞା ଆମର ଶୁଖିଲା ଗୋବରକୁ ମାନେ ଗୋଟେ ସାଉଁଟି ଆଣିକି ମାନେ ପାଣିରେ ପକେଇକି ବି ମାନେ 2 ଦିନ ରଖିକି ସେ ମାନେ ସେଇ ପାଣିଟାକୁ ମାରିଲେ ବି ସେ ମାନେ ହେଇଯାଏ। ଡଲମେଟ ଦେଇକି ମାରିଲେ ସେ ବି କିନ୍ତୁ ପ୍ଲାଣ୍ଟ ମୁଁ ଆପଣଙ୍କୁ କହିଦେଲି ଯଦି ମାସରେ 2 ଟା ଯଦି ପ୍ଲାଙ୍କଟନ୍ ଦେଉଛନ୍ତି 30 ଦିନରେ ଆପଣଙ୍କର ନର୍ମାଲି ଯେଉଁ ପ୍ରକାର ଜୁସ୍ କରୁଥିଲେ ଯେଉଁ ଭଳିଆ ଗ୍ରୋଥ୍ ପାଇଥିଲେ 2 ଗ୍ରାମ 2.5 ଗ୍ରାମ 1.5 ଗ୍ରାମ ଯାହା ପାଉଥିଲେ କିନ୍ତୁ ଏଇ ପ୍ରୋସେସରେ ଆପଣ ଏକ୍ସଟ୍ରା ପାଇବେ 100% ଏକ୍ସଟ୍ରା ଟିକେ ପାଇବେ। ଯଦି 60 ଦିନ ଭିତରେ ଆପଣଙ୍କୁ 4 ଥର ଜୁସ୍ ଦେଉଛନ୍ତି 60 ଦିନରେ ଆପଣ ଧର ଯେଉଁ ଭାବୁଛନ୍ତି 18 ଗ୍ରାମ 20 ଗ୍ରାମ 15 ଗ୍ରାମ 16 ଗ୍ରାମ ଯାହା ପାଇଥିବେ 7-8 ଗ୍ରାମ ଏକ୍ସଟ୍ରା ଆପଣ ଗ୍ରୋଥ୍ ପାଇଥିବେ। ଆପଣ ଲେଖିକି ରଖିନିଅନ୍ତୁ। ସାର୍ ଟିକେ ଭିତରୁ ଆଣିବେ ଭିତରୁ। ମିଠା ପାଣିରେ ଧୋଇଦିଅ ଆଗେ। ତ ଇଏ ହେଉଛି ସେଇ ସିଡୱାନ୍, ଦେଖିପାରୁଥିବେ ଯେ ସାର୍ ଆମର ତାଙ୍କ ପିଲା ଅଛନ୍ତି ସାର୍ ସେଠି ଟିକେ ବାହାରକୁ ଯାଇଛନ୍ତି ଏ ତାଙ୍କ ଫାର୍ମ ପିଲା। ତ ଯାହା ହଉ ବହୁତ ଖୁସିର କଥା ସାର୍ ଜାଆଁଳ ଛାଡ଼ିବା ପୂର୍ବରୁ ଅଲରେଡ଼ି 3 ପିସ୍ ସିଡୱାନ୍ ତା ମାନେ 3 ଲକ୍ଷ ସାର୍ ଜାଆଁଳ ଷ୍ଟକିଂ କରିଛନ୍ତି। ସାର୍ ଆସିଗଲେ ସାର୍ ଏଇ ଜିନିଷ ୟୁଜ୍ କରୁଥିଲେ ତ ଆପଣ? ଏଇ ଜିନିଷ ଆଜ୍ଞା ସାର୍ ଯାହା ହଉ ସାର୍ ବହୁତ କଂଗ୍ରାଚୁଲେସନ୍ ସାର୍ ଯେ ଆମ ପ୍ରଡ଼କ୍ଟ ୟୁଜ୍ କରିଛନ୍ତି ବହୁତ ଖୁସିର କଥା ସାର୍। କିନ୍ତୁ ସାର୍ ଦେଖନ୍ତୁ ଦର୍ଶକ ବନ୍ଧୁମାନେ ଜାଣିବା ଦରକାର ସାର୍ ଏଇଟା ହେଉଛି ସିଡୱାନ୍। ପ୍ରଥମ କଥା ସାର୍ ଏଥିରେ କହୁଛି ଦୁସରା କମ୍ପାନୀରେ ଆପଣଙ୍କର ଯେଉଁ CFU ବୁଝିପାରିଲେ ତା ମାନେ ଜିନ୍ଦା ବ୍ୟାକ୍ଟେରିଆ ଦୁସରା କମ୍ପାନୀରେ ଯେଉଁ ବ୍ୟାକ୍ଟେରିଆ କାଉଣ୍ଟିଂ କରିକି ଦେଉଛି ତାଠାରୁ ସାର୍ ଆପଣଙ୍କର ଆମର 10 ଗୁଣ ଅଧିକା ମାନେ ଆମର 50 ବିଲିୟନ ଜିନ୍ଦା ବ୍ୟାକ୍ଟେରିଆ ଆଧାରରେ ବସିକି ରହିଛି। ପାଣିରେ ପଡ଼ିଲା କ'ଣ ସେ ବେଶୀ କାମ କରୁଛି। ସେଥିପାଇଁ ମୁଁ ଆପଣ ପ୍ରେସରାଇଜ୍ କରୁଛି ସାର୍ ସିଡୱାନ୍ ନେଇକି ୟୁଜ୍ କରିବା ପାଇଁ। ଆର ଯଦି କମ୍ପିଟେଟିଭ୍ ଆପଣ ଦୁସରା କମ୍ପାନୀ କହିବେ ସାର୍ ଅମୁକ କମ୍ପାନୀ ଇଏ ଅଛି ଧର ଯେଉଁ ଉଦାହରଣ ସ୍ୱରୂପ ଆପଣଙ୍କର କହିବେ ପ୍ରଡ଼କ୍ଟ ହେଉଛି ଭଲ ମନ୍ଦ କଥା ମୁଁ ସାର୍ ନେଟ୍ରେ କାଢ଼ିକି ଦେଖେଇଦେବି ସେଥିରେ ସାର୍ ଅଛି 5 ବିଲିୟନ ପ୍ରଡ଼ବ୍ଲୁରେ ଦାମ୍ ଅଧିକା 5 ବିଲିୟନ ସାର୍ ସେଥିରେ ଅଛି। ବଟ୍ ମୋର ସାର୍ ସିଡୱାନ୍ରେ ଅଛି କେତେ ଆପଣଙ୍କର 50 ବିଲିୟନ CFU ଯିଏକି ଆପଣଙ୍କର ଜିନ୍ଦା ବ୍ୟାକ୍ଟେରିଆ ତା ମାନେ ହେଉଛି ଇଂଲିଶର ତା ମାନେଟା ହେଉଛି ଜିନ୍ଦା ବ୍ୟାକ୍ଟେରିଆ ଅଛି ପାଣିରେ ପଡ଼ିଲା କିନ୍ତୁ ସେ ଆପଣ ଆକ୍ଟିଭ୍ ହେଇଯାଉଛି। ତ ସେଥିପାଇଁ ସିଏ ବହୁତ ସାର୍ ଭଲ କାମ କରୁଛି। ଆଉ ଆପଣ ସାର୍ କ'ଣ କହିବେ ଅନ୍ୟମାନଙ୍କୁ ଏ ଭିଡ଼ିଓ ମାଧ୍ୟମରେ ମୁଁ ଏଇଟା ପୋଷ୍ଟ କରିବି ସେ ଭିଡ଼ିଓ ମାଧ୍ୟମରେ ଆପଣ ଅନ୍ୟମାନଙ୍କୁ କ'ଣ କହିବେ ଯେ ସମସ୍ତେ ଆକୁ ୟୁଜ୍ କରିବେ ନା ଯେଉଁଟା ଆପଣ ବ୍ୟାକ୍ଟେରିଆ ଛୋଟ କାଳରେ ମାନେ ବହୁତ ଲୋକ ୟୁଜ୍ କରୁଛନ୍ତି। ଆଜ୍ଞା ନା ଅନ୍ୟମାନଙ୍କୁ ସାର୍ କ'ଣ କହିବେ ଅନ୍ୟମାନଙ୍କୁ ସାର୍ କୁହନ୍ତୁ ଏଇ କଥା ଯେ ସାର୍ ଆପଣଙ୍କର ଯିଏ ସାର୍ ଯିଏ ସମସ୍ତେ ସେ ସିଡୱାନ୍ ୟୁଜ୍ କରିବା ପାଇଁ ତା ମାତ୍ରା କ'ଣ କାହିଁକି ୟୁଜ୍ କରିବା ପାଇଁ ଯିବେ ଏଥିରେ ସାର୍ ବ୍ୟାକ୍ଟେରିଆ କାଉଣ୍ଟିଂଟା ଅଧିକା ମାତ୍ରାରେ ଅଛି ସାର୍ 10 ଗୁଣ ଅଧିକା। ଆପଣ ଯେଉଁଟା ବି ୟୁଜ୍ କରୁଥିବେ ତାଠାରୁ 10 ଗୁଣ ଯଦି ଅଧିକା ୟୁଜ୍ କଲେ ପାଇଲେ ସେଇଟା ଭଲ ନା ଖରାପ? ସେଟା ଭଲ ନା। ଆଜ୍ଞା।